ଦେଖନ୍ତୁ ଆମେ ସମସ୍ତ ସହିତ ଆଲୋଚନା କରୁଛୁ ଏବଂ ଖାସ କରି ଯେଉଁ ଯୁବ ନେତା ଯାଙ୍କ ଭିତରେ ଉର୍ଜା ଭର୍ତ୍ତି ହେଇକି ଅଛି କିନ୍ତୁ ତାଙ୍କୁ ସୁଯୋଗ ମିଳିନାହିଁ, ଯେଉଁଠି ପୁରୁଣା ନେତାମାନେ ଅଛନ୍ତି ନୂଆ ଯୁବକଙ୍କୁ ସୁଯୋଗ ମିଳିନାହିଁ, ସେପରି ବହୁତ ଉଦୀୟମାନ ଯୁବ ନେତାମାନେ ବିଜୁ ଜନତା ଦଳରେ କଂଗ୍ରେସ ହେଇକି ଅଛନ୍ତି। କଂଗ୍ରେସରେ ତାଙ୍କର ଆସ୍ଥା ରହୁନାହିଁ। ଇଭିନ୍ କିଛି ବ୍ୟକ୍ତି ଭାରତୀୟ ଜନତା ପାର୍ଟିରେ ମଧ୍ୟ ଯେଉଁମାନେ ଯାଇଥିଲେ କଂଗ୍ରେସ ଦଳରୁ ସେମାନେ ମଧ୍ୟ ସେଠି ଅନୁଭବ କରୁଛନ୍ତି ତାଙ୍କ ପାଇଁ ସ୍କୋପ୍ ନାହିଁ। ତ ସେ ନିଷ୍ପତ୍ତିରେ ଓଡ଼ିଶାକୁ ଏକ ନୂଆ ଦିଶାରେ ନେବା ପାଇଁ, ଓଡ଼ିଶାର ବିକାଶ ଧାରାକୁ ଆଗକୁ ବଢ଼ାଇବା ପାଇଁ ଏବଂ ଯୁବକମାନଙ୍କୁ ଖାସ କରି ସାମ୍ନାକୁ ଆଣିବା ପାଇଁ ଏକ ନୂଆ ଓଡ଼ିଶା ଗଢ଼ିବା ପାଇଁ ଯେଉଁ ସାମାଜିକ ପ୍ଲାଟଫର୍ମର ଆବଶ୍ୟକତା ଅଛି ତା ପାଇଁ ଆମେ ଆଲୋଚନା କରୁଛୁ ଏବଂ ମୋର ବିଶ୍ୱାସ ଯେ ସମସ୍ତେ ଏଥିରେ ନିଜର ଭବିଷ୍ୟତ ଦେଖିପାରୁଛନ୍ତି ଏବଂ ଆଗ୍ରହ ପ୍ରକାଶ କରୁଛନ୍ତି। ତ ଖୁବ୍ ଶୀଘ୍ର ୟା ଉପରେ ଆମେ ନିଷ୍ପତ୍ତି ନେବୁ। ତା ପାଇଁ ଆଗାମୀ 12 ତାରିଖ ଦିନ ଯୁବ ଦିବସ ଦିନ ଆମେ କିଛି ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ଜିଲ୍ଲାରୁ କିଛି ବଛା ବଛା ଯୁବ ନେତାମାନଙ୍କୁ ଆମେ ଡାକୁଛୁ ଭୁବନେଶ୍ୱର ଗୋଟେ ଆଲୋଚନା କରିବା ପାଇଁ। ଆହୁରି କିଛି ଫେଜ୍ରେ ଆମର ଆଲୋଚନା ବାକି ଅଛି କୃଷକମାନଙ୍କ ସହିତ, ମହିଳାମାନଙ୍କ ସହିତ। ଏସବୁ ସରିଲା ପରେ ପୁଣି ଆମେ ଗୋଟେ ନିଜାସ ଉପନୀତ ହେବୁ।